ପୁଣି ସେ ତାଳସ ବିଷୟରେ ଆଉ କିଛି ଆଲୋଚନା କରିବା। ତାଳପତ୍ର ଭୋଗେଇରେ ଠାକୁରଙ୍କ ପାଖେ ଭୋଗ ଯେ ହୁଏ ଗୋ, କେତେ ପବିତ୍ର ପତର ଇଏ ସୁଜନେ ଗୋ। ତାଳ ଗଛ ଯେତେ ଥିବ ଘଡ଼ଘଡ଼ି ଭୟ ଆଉ ନଥିବ ଗୋ, ଏହା ସଦା ମନେ ରଖିଥିବ ମୋ ବନ୍ଧୁରେ। ତାଳ ଗଛ ଯଦି ନାହିଁ ବିଜୁଳିରେ ପ୍ରାଣ ଚାଲିଯିବ ରେ। ପରା ପକ୍କା କଥା ଅଟେ ଏହି ସୁଜନେ ଗୋ, ଜନସମାଜକୁ ମୁହିଁ ନିବେଦନ କରେ ଏଥିପାଇଁ ଗୋ। ତାଳ ଥିଲେ ତ ବିପତ୍ତି ନାହିଁ ସୁଜନେ ଗୋ। ଏହି କଥା ମୁଁ କହିନି, ଦୋଷ ଥିଲେ ପୁଣି କ୍ଷମା ମାଗିଲି ଗୋ। ଏତିକିରେ ଏ କଥା ରଖିଲି ମୋ ବନ୍ଧୁରେ। ତାଳଗଛ ବହୁତ ଉପକାରୀ, ୟାକୁ ବି ସରକାର ବୁଝିଲେଣି, ଆଇନ କରିଛନ୍ତି ତାଳଗଛ କାଟିବେନି। ଭଲ ଆଇନ ହେଇଛି, ବଢ଼ିଆ ଆଇନ ହେଇଛି। ତାଳଗଛ ଯେତେ ରହିବ ବିଦ୍ୟୁତ୍ ତା ଦେହକୁ ଯିବ, ଆମ ଘରକୁ ଆସିବନି। ଆମ ବେଳେ ଘରକୁ ଆର୍ଥିଂ କରିଦେବା, ସିଏ କ'ଣ କାମ ବୁଝୁଛି? ଆମେ ଘରକୁ ଆର୍ଥିଂ କରିଦେବା, ଘରେ ସୁରକ୍ଷିତ ରହିବା। ବାହାରକୁ ଯାଉଥିବା ତାଳଗଛ ନାହିଁ, ବିଜୁଳି ଆମ ଉପରେ ପଡ଼ିବ, ଆମେ ମୃତ୍ୟୁ ମୁଖରେ ପଡ଼ିବା। ତେଣୁକରି ତାଳଗଛ ନିହାତି ସମସ୍ତେ ଲଗାଇବା ଦରକାର। ଏବଂ ଯେଉଁଠି ଗଛ ଅଛି କାଟିବା ନିଷେଧ। ହରି ଓମ୍ ତତ୍ସତ୍।